ଲୋକମାନଙ୍କ ଠାରୁ ଶୁଣିଥିଲି କି ସମୟ ବଦଳି ଯାଇଥାଏ, କିନ୍ତୁ ସମୟ ଦେଖେଇ ଦେଲା କି ଲୋକମାନେ ବି ଗୋଟେ ଦିନ ବଦଳି ଯାଆନ୍ତି। କହିବା ତ ସମସ୍ତେ ଜାଣିଛନ୍ତି, କିନ୍ତୁ କେତେବେଳେ ଓ କ'ଣ କହିବାର ଅଛି ତାହା ବହୁତ କମ୍ ଲୋକ ହିଁ ଜାଣିଥାନ୍ତି। ଜୀବନରେ ସଫଳ ହେବାକୁ ହେଲେ ଏହି 6ଟି କଥାକୁ ନିଜ ହିସାବରେ ଚଳେଇ ନିଅ। ନିଜ ଭିତରେ ତାକୁ ସମେଇ ଦିଅ। ଯଦି ଏହି କଥା ଗୁଡ଼ିକ ଆପଣଙ୍କ ମୁଖରେ ଅଛି, ତେବେ ତାକୁ ବର୍ତ୍ତମାନ ତ୍ୟାଗ କରିନିଅ। ଲୋକମାନେ କ'ଣ କହିବେ? ମୋ ଦ୍ୱାରା ହୋଇପାରିବ ନାହିଁ, ମୋ ପାଖରେ ସମୟ ନାହିଁ, ମୋର ଭାଗ୍ୟ ଖରାପ, ମୋ ମୁଡ୍ ନାହିଁ। ଶେଷ କଥା ହେଉଛି, ଆଜି ନୁହେଁ କାଲି କରିବା। ଏହି ଜଣେ ମୋତେ କହିଲେ କି ତୁମେ ବହୁତ ଭଲ ଅଟ। ମୁଁ ତାଙ୍କୁ କହିଲି, ବାସ୍ ଏହି ଭଲ ହେବା ତ ସବୁଠାରୁ ଖରାପ ଅଟେ। କେବଳ ଧୋକା ହିଁ ପୁରା ଶ୍ରଦ୍ଧା ଦେଇଥାନ୍ତି। ଲୋକମାନେ ନହେଲେ ତ ଦୁନିଆର ସବୁ ଜିନିଷ ଭେଜାଲ ହୋଇଗଲାଣି। ଭରସା ବି ଭାରି ଅଜବ ହୋଇଥାଏ। ଯଦି ଥରେ କେଉଁ ଲୋକ ଉପରେ ଭରସା ଉଠିଯାଏ, ତ ତାପରେ ସେ ଲୋକ ରାଣ ଖାଉ କି ବିଷ, କିଛି ବି ଫରକ ପଡ଼ିନଥାଏ। ଆମେ କ'ଣ ତାହା କେବଳ ଆମେ ହିଁ ଜାଣିଛେ। ଲୋକମାନେ ତ କେବଳ ଆମ ବିଷୟରେ ଅନୁମାନ ହିଁ ଲଗେଇ ପାରିବେ, କିନ୍ତୁ ଆମେ କ'ଣ ଏଟା ସେ କହିପାରିବେ ନାହିଁ। ଜୀବନରେ ଯଦି କେବେ ଖରାପ ଦିନ ଆସେ, ତାହେଲେ ଏହି କଥାକୁ ସବୁବେଳେ ମନେ ରଖିବେ କି ଦିନ ଖରାପ ଅଛି, ଜୀବନ ନୁହେଁ। ଏହି ଜଣେ ମୋତେ ପଚାରିଲେ କି ଦୁନିଆରେ ତମ ନିଜର କିଏ? ମୁଁ କହିଥିଲି ତାଙ୍କୁ, ଏ ଦୁନିଆରେ ଯଦି କେହି ନିଜର, ସେ ହେଉଛି ସମୟ। କାହିଁକି ନା ଯଦି ସମୟ ଠିକ୍ ଥାଏ ତ ସମସ୍ତେ ନିଜର ହୋଇଥାନ୍ତି, ଆଉ ଯଦି ସମୟ ଠିକ୍ ନଥାଏ ତେବେ କେହି ଏଠି କାହାର ନୁହନ୍ତି। ଜୀବନ ଛୋଟ ହୋଇନଥାଏ। ଲୋକମାନେ ବଞ୍ଚିବାକୁ ଛୋଟ ନଜରରେ ଦେଖିଥାନ୍ତି। କଷ୍ଟର ଗୋଟେ ସୀମା ପର୍ଯ୍ୟନ୍ତ ସହିବା ପରେ ଲୋକମାନେ ଆଉ କିଛି କହିନଥାନ୍ତି, ବାସ୍ ଚୁପ୍ ହୋଇଯାଇଥାନ୍ତି। ଜିତିଲା ପରେ ତ ସାରା ଦୁନିଆ ପାଖକୁ ଆସିଥାଏ, କିନ୍ତୁ ହାରିବା ପରେ ବି ଯିଏ ପାଖରେ ରହିଥାଏ, ସାଥ ଛାଡ଼ି ନଥାଏ, ସେ ହିଁ ପ୍ରକୃତରେ କେବଳ ନିଜର ହୋଇଥାଏ। ସମୁଦ୍ର ଏତେ ବଡ଼, ତଥାପି ଥରେ ଦେଖନ୍ତୁ, ଭାବନ୍ତୁ ତା ବିଷୟରେ। ସେ ନିଜର ତା ସୀମା ଭିତରେ ରହିଥାଏ, କିନ୍ତୁ ମଣିଷ ଛୋଟ ହେଇକି ବି ସେ ତାର ଔକାତ ଭୁଲି ଯାଇଥାଏ। ଯେଉଁ ସମ୍ପର୍କରେ ସ୍ୱାର୍ଥ ଓ ସର୍ତ୍ତ ନଥାଏ, ସେହି ସମ୍ପର୍କ ହିଁ ଜୀବନରେ ବହୁତ ଖାସ୍ ହୋଇଥାଏ। ସୁଖୀ ଜୀବନ ପାଇଁ 3ଟି କଥାକୁ ସବୁବେଳେ ସ୍ମରଣ ରଖିବେ। ଅତୀତର ଚିନ୍ତା କରିବେ ନାହିଁ, ଭବିଷ୍ୟତର ସ୍ୱପ୍ନରେ ହଜିଯିବେ ନାହିଁ, ଆଉ ବର୍ତ୍ତମାନକୁ ବ୍ୟର୍ଥରେ ଯିବାକୁ ଦେବେ ନାହିଁ। ଲୋକଙ୍କ ସହ ମୋହ ଏତେ ବି ତୁମେ କରନି କି ତୁମେ ତାଙ୍କର ଖରାପ ଗୁଣକୁ ଦେଖି ତୁମେ ଆଖି ବନ୍ଦ କରିଦେବ। ତାଙ୍କ ଖରାପ ଗୁଣଟା ତୁମକୁ ଭଲ ପ୍ରତୀତ ହେବ। ଆଉ ଲୋକଙ୍କୁ ଘୃଣା ଏତେ କର ନାହିଁ କି ସେ ଲୋକର ଭଲ ଗୁଣ ବି ତୁମକୁ ଖରାପ ଦେଖାଯିବ। ଯଦି ତମେ ଭାବୁଛ କି ଲୋକମାନେ ତମ ପାଇଁ ସେମିତି କରିବେ ଯେମିତିକି ତମେ ତାଙ୍କ ପାଇଁ କରିବ, ତାହେଲେ ପ୍ରକୃତରେ ତମେ ନିରାଶ ହେବ। କାହିଁକି ନା ଆଜିକା ଏହି ଦୁନିଆରେ ସମସ୍ତଙ୍କ ପାଖରେ ତମ ଭଳି ହୃଦୟ ନାହିଁ। ମୋ ତାଲା ପାଖରୁ ହିଁ
ସମ୍ପର୍କ ନିଭେଇବାର ସାଥ ଦେବାର ଗୁଣ ଶିଖିଛି। ତାଲା ଭାଙ୍ଗିଯାଏ ସିନା, ହେଲେ ସେ ଚାବିକୁ କେବେ ବଦଳେଇ ନଥାଏ। ତେଣୁ ନିଜ ଜୀବନରେ ତାଲା ଆଉ ଚାବି ପରିକା ସମ୍ପର୍କ ରଖନ୍ତୁ। ତା ଭିତରେ ଥିବା ନିବିଡ଼ତାକୁ ବୁଝନ୍ତୁ। ଜୀବନ ସୁଧୁରିଯିବ। ଆପଣମାନଙ୍କୁ ଯଦି ଏ ଭିଡ଼ିଓଟି ଭଲ ଲାଗିଛି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏହିଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ସପୋର୍ଟ କରନ୍ତୁ।